ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସ୍ୱତନ୍ତ୍ର କୋଷାଗାର ପିଅନ ହରିଚନ୍ଦ୍ର ମହାପାତ୍ର। ଜଣେ ବ୍ୟକ୍ତିଙ୍କ ବକେୟା ରାଶି କରେଇଦେବା ପାଇଁ 87,000 ଟଙ୍କା ଲାଞ୍ଚ ମାଗିଥିଲେ ହରିଚନ୍ଦ୍ର। ପ୍ରଥମ ପର୍ଯ୍ୟାୟରେ 40,000 ଟଙ୍କା ନେଇଥିବା ବେଳେ ଆଜି ଆଉ ବକେୟା 47,000 ଟଙ୍କା ନେଉଥିବା ବେଳେ ଜୟପୁର ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ତାଙ୍କଠାରୁ 47,000 ଟଙ୍କା ଜବତ କରାଯିବା ସହିତ ଜୟପୁର ପାରାବେଡ଼ା ସ୍ଥିତ ସରକାରୀ ଓ ବେସରକାରୀ ବାସଭବନରେ ଏବେ ଭିଜିଲାନ୍ସ ଟିମ୍ ଚଢ଼ାଉ ଜାରି ରଖିଛି। ମୋ ନାଁ ଭରତ ନାୟକ ସାର୍, ମୁଁ କଳାହାଣ୍ଡି ଡିଷ୍ଟ୍ରିକ୍ଟ ଥମୁରମାପୁର ବ୍ଲକ ମାଲିଙ୍ଗା ଜିପିରୁ। ହରିଚନ୍ଦ୍ର ମହାପାତ୍ର ପଇସା ମାଗୁଥିଲେ ସାର୍ 50% କଥାବାର୍ତ୍ତା ହେଇକିରି ଟୋଟାଲ୍ 87,000 ମଝିରେ ଦିଆହେଇଥିଲା ସାର୍ 2-4 ଦିନ ଆଗରୁ 40,000, ତାପରେ ଏବେ 47,000 ଦିଆହେଇଛି ସାର୍। 47,000 ଦେବା ପୂର୍ବରୁ ମୁଁ ବିଜନେସ୍କୁ ଜଣେଇଥିଲି, ଭିଜିଲାନ୍ସ ଟିମ୍ ଆସିକି ଧରି ଦେଇଛନ୍ତି ଅଛନ୍ତି ସାର୍। କାମ ହେଇଗଲା ବୋଲିକି ସେ ପେନ୍ସନ୍ଟା ଚଢ଼ିଗଲା, ଏରିୟରଟା ଚଢ଼ିଗଲା ବୋଲିକି ସେଇଠି ପଇସା ମାଗୁଛନ୍ତି ସାର୍। ହଁ, ପଇସା ଯେମିତି ରିସିଭ୍ କରିଥିଲେ ସେମିତି ଭିଜିଲାନ୍ସ ଘେରାଉ କରିଦେଲେ, ଧରିଦେଲେ। ହଁ, ଅଫିସରେ ଦିଅନ୍ତୁ ବୋଲି କହିଥିଲେ। ଜୟପୁର ମନୋଦାସଙ୍କ ରିପୋର୍ଟ ଟୁଡେ।